ମାଡ଼ି ଆସୁଛି ମହାପ୍ରଳୟ। ଜାପାନରେ ଆସିବ ମହାଭୂମିକମ୍ପ। ପ୍ରାକୃତିକ ତାଣ୍ଡବରେ ଚାଲିଯିବ 3 ଲକ୍ଷ ଲୋକଙ୍କର ପ୍ରାଣ। 2 ଟ୍ରିଲିୟନ କ୍ଷତି ହେବାର ସମ୍ଭାବନା। ପ୍ରଶାନ୍ତ ମହାସାଗର ଉପକୂଳରେ ସମ୍ଭାବ୍ୟ ଭୂକମ୍ପ ଆସିବା ନେଇ ଲମ୍ବା ସମୟ ଧରି ଆଶଙ୍କା କରାଯାଇଛି। ଜାପାନ ସରକାର ଜାରି କରିଥିବା ରିପୋର୍ଟରେ ଏଭଳି କିଛି କୁହାଯାଇଛି। ହଁ ଆଜ୍ଞା, ପ୍ରଶାନ୍ତ ମହାସାଗରରେ ଥିବା ନାନକାଇ ଘାଟିରେ ଥିବା ବଡ଼ଷ୍ଟକ୍ସ ଜୋନ୍ରୁ ଭୂମିକମ୍ପ ଏପିସେଣ୍ଟର ହେବ। ଅର୍ଥାତ୍ ସମୁଦ୍ର ଭିତରେ ଥିବା 2ଟି ଟାକ୍ଟୋନିକ୍ ପ୍ଲେଟ୍ର ଡାଇଭର୍ଜେନ୍ସ ଯୋଗୁଁ ନାନକାଇ ଘାଟି ସୃଷ୍ଟି ହେବ। ଏହି ସ୍ଥାନ ଦକ୍ଷିଣ ହୋନ୍ସା ଦ୍ୱୀପର ନାନକାଇ ଅଞ୍ଚଳରେ ରହିଛି। ପୂର୍ବରୁ ଏହି ସ୍ଥାନରେ ମଧ୍ୟ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି। ଏଠାରୁ ମହାଭୂମିକମ୍ପ ଆସିଲେ ଏହାଦ୍ୱାରା କୋଶି, ଓସାକା, ନାଗୋ ଭଳି ବଡ଼ ଅଞ୍ଚଳରେ ପ୍ରଭାବିତ ହେବ। ଭୂମିକମ୍ପ ପରେ ବିନାଶର କାରଣ ହେବ ବିଲ୍ଡିଂ ଭୁଶୁଡ଼ିବା ଏବଂ ସୁନାମି ଭଳି ମେଗା ଭୂମିକମ୍ପ ଆସିଲେ ପ୍ରାୟ 3 ଲକ୍ଷ ଜୀବନ ହାନି ଘଟିବ ବୋଲି କୁହାଯାଇଛି। ଏହା ଜାପାନର 10% ଜନସଂଖ୍ୟା। ସେହିପରି ଭୂମିକମ୍ପ ଯୋଗୁଁ 1.23 ମିଲିୟନ ଲୋକ ଅନ୍ୟ ଦେଶରେ ଶରଣ ନେବା ପାଇଁ ବାଧ୍ୟ ହେବେ। ସେଥିପାଇଁ ଜାପାନ ସରକାର ଅନୁମାନ କରୁଛନ୍ତି ନାନକାଇ ଘାଟିରେ 8ରୁ 9 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିବାର 75ରୁ 82% ସମ୍ଭାବନା ରହିଛି। ପ୍ରତ୍ୟେକ 100ରୁ 150 ମଧ୍ୟରେ ଏହି ବଡ଼ଷ୍ଟକ୍ସ ଜୋନ୍ରୁ ମେଗା ଭୂମିକମ୍ପ ଆସିଥାଏ। 2011ରେ ନାନକାଇ ଘାଟିରେ 9.0 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିଥିଲା। ଏଥିରେ ପ୍ରାୟ 15,000 ଜୀବନ ଯାଇଥିଲା। ମେଗା ଭୂମିକମ୍ପ ଆସିଲେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇପାରେ ବୋଲି କୁହାଯାଉଛି।